କେଉଁମାନେ ପୂଜ୍ୟ, କେଉଁମାନେ ସମ୍ମାନନୀୟ, କେଉଁମାନଙ୍କୁ ତ ସମ୍ମାନ ଦେବା ପାଇଁ ପଡ଼େ, କେଉଁମାନଙ୍କର ପ୍ରକୃତ ପୂଜା କରିବାକୁ ପଡ଼େ। କୃଷ୍ଣ ଭଗବାନ ସର୍ବପୂଜ୍ୟ, ସେ କୃଷ୍ଣ ମନ୍ଦିର ଜଗଦ୍ଗୁରୁ। ସେ କୃଷ୍ଣ କହିଛନ୍ତି ତାଙ୍କର ଯେ ଭକ୍ତ, ପ୍ରିୟ ଭକ୍ତ, ପ୍ରେମୀ ଭକ୍ତ, ଅନ୍ତରଙ୍ଗ ଭକ୍ତ, ସେ ତାଙ୍କଠାରୁ ଅଧିକ ପୂଜ୍ୟ। ମଦ୍ଭକ୍ତ ପୂଜାଭ୍ୟଧିକା, ଏ ଭାଗବତରେ କହିଛନ୍ତି। ଭାଗବତରେ ତାଙ୍କର ବାଣୀ ଅଛି, ମୋର ଭକ୍ତର ପୂଜା ଅଧିକ ହେବା ଉଚିତ। ସେ ନିଜେ ମଧ୍ୟ ଭକ୍ତ ପୂଜା କରିଛନ୍ତି। ତାଙ୍କର ଭାଷା, ସେ ତାଙ୍କ ନିଃସ୍ୱମୁଖ ବାଣୀ, ମୋର ଭକ୍ତ ଯା କହିଛନ୍ତି ମୋର ଅଧିକ ପ୍ରିୟ, ତାଙ୍କୁ ଭକ୍ତ ବତ୍ସଳ ବୋଲି କୁହାଯାଏ। ନ ତଥା ଆମେ ପ୍ରିୟତମ ଆତ୍ମଯୌନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀର୍ ନୈବାତ୍ମା ଯଥା ଭବାନ। ଏ କଥା ତାଙ୍କର ପ୍ରିୟ ଭକ୍ତ ଉଦ୍ଧବ କହିଛନ୍ତି। ଆତ୍ମଯୋନି ବ୍ରହ୍ମା ମୋର ପ୍ରିୟ ନୁହେଁ, ଶିବଜୀ ଶଙ୍କର ମୋର ପ୍ରିୟ ନୁହେଁ, ମୋ ଭାଇ ସଂକର୍ଷଣ ମୋ ପ୍ରିୟ ନୁହେଁ ଏତେ, ମୋର ପତ୍ନୀ ଶ୍ରୀ ଲକ୍ଷ୍ମୀ ଦେବୀ ମୋର ଏତେ ପ୍ରିୟ ନୁହେଁ, ନୈବାତ୍ମା ମୋ ଆତ୍ମା ଅର୍ଥାତ୍ ମୁଁ ନିଜେ ମୋର ଏତେ ପ୍ରିୟ ନୁହେଁ, ଯଥା ଭବାନ। ଭକ୍ତ ଉଦ୍ଧବକୁ କହୁଛନ୍ତି ମୋର ଭକ୍ତ ଯେତେ ମୋର ପ୍ରିୟ। ସେଥିପାଇଁ ଭଗବାନ ନିଜେ ମଧ୍ୟ ଭକ୍ତର ପୂଜାଇ କରିଛନ୍ତି, ନିଜେ ଭକ୍ତର ପୂଜାଇ କରିଛନ୍ତି। ସେ କହିଛନ୍ତି ତସ୍ମୈ ଦେୟଂ ତତ୍ ରାଜ୍ୟଂ ସଚ ପୂଜ୍ୟଂ ତଥାହଂ। ସେ ମୋର ଯେ ଭକ୍ତ, ପ୍ରେମୀ ଭକ୍ତ, ପ୍ରିୟ ଭକ୍ତ, ସେ ମୋ ପରି ପୂଜ୍ୟ। ସଚ ପୂଜ୍ୟଂ ତଥାହଂ, ପ୍ରକୃତ ପକ୍ଷେ ସେ ଭକ୍ତମାନଙ୍କର ପୂଜା ଅଧିକ। ଚୈତନ୍ୟ ଚରିତାମୃତରେ ମଧ୍ୟ লেখা আছে কৃষ্ণ সাম্য হইতে হয় বড় ভক্ত পদ। কৃষ্ণ তো ভগবান, যে কহিলে মত পরতর নান্যত কিঞ্চিত অস্তি ধনঞ্জয়, ମୋ ଠାରୁ କେହି ବଡ଼ ନୁହନ୍ତି, କିନ୍ତୁ ସେ କହିଲେ ଅହମ୍ ଭକ୍ତ ପରାଧୀନ, ମୋର ସ୍ୱାତନ୍ତ୍ର୍ୟ ନାହିଁ, ମୋର ସ୍ୱାଧୀନତା ନାହିଁ, ମୁଁ ଭକ୍ତର ଅଧୀନରେ ଅଛି। ସେ ଭକ୍ତ ବତ୍ସଳ। କୃଷ୍ଣ ସାମ୍ୟ ହୋଇତେ ହୁଏ ବଡ଼ ଭକ୍ତ ପଦ। କୃଷ୍ଣ ସାଙ୍ଗେ ସମାନ ତ କେହି ହେଇପାରିବେ ନା, କିନ୍ତୁ ଯଦି ତାଙ୍କର ପ୍ରିୟ ଭକ୍ତ ହେଇଯିବ, ସେ ତୁମକୁ ବଡ଼ କରିଦେବେ, ନିଜଠାରୁ ଉଚ୍ଚ ଆସନ ଦେଇଦେବେ, ସବୁ ସମ୍ମାନ ଦେଇଦେବେ, କୃଷ୍ଣ ଦେବେ ଯେ ତାଙ୍କର ଭକ୍ତ ହବ। ନହେଲେ ବଡ଼ ହେବା ପାଇଁ ନା ଚେଷ୍ଟା କରିବେ, ବଡ଼ ହେଇପାରିବ ନା। ବିଶେଷ କରି ଆମେ ଦେଖୁଛେ ଏ ଯେ ଭୌତିକ ଜଗତ, ଏ ଭୋଗମୟ ସଂସାର, ଏଥିରେ ସମସ୍ତେ ଭୋଗୀ ସାଜିଛନ୍ତି। କୃଷ୍ଣ ଏକମାତ୍ର ଉପଭୋଗକାରୀ। ସେ ବାରମ୍ବାର ବହୁତ ଗୀତାରେ କହିଛନ୍ତି ଅଙ୍ଗି ସର୍ବଯଜ୍ଞାନ ଭୋକ୍ତା च ପ୍ରଭୁରେବ च ଅନୁମନ୍ତା ଉପଦ୍ରଷ୍ଟା ଭର୍ତ୍ତା ଭୋକ୍ତା ମହେଶ୍ୱର ଭୋକ୍ତାରୁ ଯଜ୍ଞ ତପସାଂ ସର୍ବଲୋକ ମହେଶ୍ୱର। ଇଏ ବାରମ୍ବାର କହି ସେ ଏକମାତ୍ର ଉପଭୋଗକାରୀ, ଆଉ କେହି ଉପଭୋଗକାରୀ ନୁହନ୍ତି। ଜୀବ ଉପଭୋଗକାରୀ ହେଇପାରିବ ନା, ଜୀବ ଉପଭୋଗ୍ୟ, ଜୀବ ତାଙ୍କୁ ଉପଭୋଗ ଦବ। କିନ୍ତୁ ଭୌତିକ ଜଗତକୁ ଯେତେବେଳେ ଜୀବ ଆସୁଛି, ତାର ସ୍ୱରୂପ ଭୁଲି ଯାଉଛି, ନିଜକୁ ଭୋକ୍ତା ଅଭିମାନ କରୁଛି। ସେ ଭାବୁଛି ମୁଁ ଉପଭୋଗକାରୀ, ଏଠି ଯାହା ସବୁ ଦେଖୁଛ ଅଛି ଏସବୁ ଭଗବାନଙ୍କର ଉପଭୋଗର ସାମଗ୍ରୀ, କାରଣ ସେ ଏକମାତ୍ର ଭୋକ୍ତା, ତାଙ୍କର ଉପଭୋଗର ସାମଗ୍ରୀ, ଆଉ କାହାର ଉପଭୋଗର ସାମଗ୍ରୀ ନୁହେଁ। କିନ୍ତୁ ଜୀବ, ବଦ୍ଧ ଜୀବ ନିଜକୁ ଭୋକ୍ତା ଅଭିମାନ କରି ଭାବୁଛି ଏ ମୋର ଉପଭୋଗର ସାମଗ୍ରୀ, ଉପଭୋଗ କରିବାକୁ ଚାହୁଁଛି। ଭୋଗମୟ ଜଗତରେ ମାନବର ଲକ୍ଷ୍ୟ ଭୋଗ୍ୟ ବସ୍ତୁ ଉତ୍ପାଦନ ଦିଗରେ ଉତ୍ତରୋତ୍ତର ସୃଷ୍ଟି ବୃଦ୍ଧି ହଉ, ଭୋଗୀ ଜୀବର କାମ୍ୟ। ପ୍ରକୃତିର ଭଣ୍ଡାର ଉଜାଡ଼ି ଦେଇ ଭୋଗ କରିପାରିଲେ ମାନବ ସମାଜ ଉନ୍ନତ ହେଇଛି ବୋଲି ଭୋଗୀ କର୍ମୀଗଣ ମନେ କରିଥାନ୍ତି। ତାହା ଆଜି ଚାଲିଛି। କେତେ ବଡ଼ ଜଙ୍ଗଲ କେଉଁଠି କାଟି ପକାଉଛନ୍ତି, କେତେ ପାହାଡ଼ ଚୂର୍ଣ୍ଣୀଭୂତ କରୁଛନ୍ତି, କେତେ ଇଣ୍ଡଷ୍ଟ୍ରିଆଲ ଏଣ୍ଟରପ୍ରାଇଜ ନା କ'ଣ କହୁଛ, ଏଣ୍ଟରପ୍ରାଇଜ ଆଇ ଡୋଣ୍ଟ ନୋ ଦି ଲାଙ୍ଗୁଏଜ, ରାଇଟ୍, ଗଢ଼ି ଉଠୁଛି ନା।
हाँ ये भोगर सामग्री अधिक अधिक उत्पादन करने जो देश भोग सामग्री जिते बेसी उत्पादन करने समर्थ होती से देश को उन्नत देश बोली कहुच्छी प्रकृति को भोग कर अभिलाष एपरी भाव वृद्धि होती मानव जाने ना यार परिणति कौन यार परिणति हूँ ध्वंस कारण जीव स्वरूप तो कृष्ण दास से भोगी नुहे प्रकृति को भोग करिवार प्रवृत्ति अपराधमय किंतु ये भोगी समाज रे भोग उत्पादन जे जेते बेसी दे पारिबे जगत रे से श्रेष्ठ मानव बोली परिचित हेबे नोबेल पुरस्कार पाइबार अधिकार हेबे से नश्वर जगत रे नश्वर देहर भोग निमित्त उत्तम आहार वस्त्र बासस्थान इत्यादि संग्रह करवा पशु भली चेष्टा पशु करुच्ची देह मनर भोगर व्यवस्था जेते होची मानव से अधिक अशांत होची सुतरां भोगमय जगत भोगर वस्तु जोगाई नेबार जोगाई देवार परिणाम अमंगल किंतु ए जगत रे जे भोगन्मत जीव को भोगर वस्तु देई अमंगल जीव को नहीं जानती से पुरस्कृत होती एवं जे आत्मधर्म अनुशीलन रे व्रत धारण करी प्रकृति को निषेध करी उत्पादन मूलक कौन कार्य करती ना से जगत रे तिरस्कृत होती से भोगी समाज निकट घृण्य अगर्मण्य